লাগি রয়েছে লঘুচাপ জনিত লগাণ বর্ষা। রাজ্যর বিভিন্ন জেলা সহ রাজধানী ভুবনেশ্বরে গত 3 দিন ধরি বর্ষা জারি রয়েছে। এহারি ভিতরে মুকুলা ড্রেনে পড়ি জଣେ নিখୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଜଣକ ବାଣୀବିହାର ପଥରବନ୍ଧ ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି। ନିଖୋଜଙ୍କ ନାମ ଅନିଲ ସିଂ। ତାଙ୍କ ବୟସ 35 ବର୍ଷ ହେବ। ଅନିଲଙ୍କୁ ଖୋଜିବା କାର୍ଯ୍ୟରେ ମଞ୍ଚେଶ୍ୱର ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛି। ଲଗାଣ ବର୍ଷା ଭିତରେ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ଅନିଲ ବାଣୀବିହାର ପଥରବନ୍ଧ ବସ୍ତିରେ ରହୁଥିଲେ। ନାଳ ନିକଟରୁ ପ୍ଲାଷ୍ଟିକ ଗୋଟାଇବା ବେଳେ ସେ ଭାସି ଯାଇଥିବା ଜଣାପଡ଼ିଛି। ଏବେ ଉକ୍ତ ନାଳରେ ପାଣିର ପ୍ରଖର ସ୍ରୋତ ରହିଛି। ପାଣିର ପ୍ରବଳ ସୁଅ ମଧ୍ୟରେ ଜାରି ରହିଛି ସର୍ଚ୍ଚ ଅପରେସନ। ଜଣେ ଭାସି ଯାଇଥିବା ଜାଣିବା ପରେ ଘଟଣାସ୍ଥଳରେ ବିଏମ୍ସି ମେୟର ସୁଲୋଚନା ଦାସ ପହଞ୍ଚିଛନ୍ତି। ମେୟର କହିଛନ୍ତି, ଏଠାରେ 2 ଜଣ ଥିଲେ। ଜଣେ ଗାଧୋଉଥିବା ବେଳେ ଅନ୍ୟ ଜଣେ ଭାସି ଯାଇଛନ୍ତି। ଖୋଜାଖୋଜି ଜାରି ରହିଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଏହା ପ୍ରଥମ ଘଟଣା ନୁହେଁ। 11 ବର୍ଷ ମଧ୍ୟରେ ମୁକୁଳା ଡ୍ରେନ୍ରେ ପଡ଼ି 7 ଜଣଙ୍କର ମୃତ୍ୟୁ ହେଲାଣି। ପ୍ରତିବର୍ଷ ଡ୍ରେନ୍ରେ ପଡ଼ିଯାଉଛି ଅନେକ ମୂଲ୍ୟବାନ ଜୀବନ। ଗଦାଗଡ଼ ହେଉ କି ଚୁଡ଼ଙ୍ଗ ବିହାର, ଜୟଦେବ ବିହାର ହେଉ କି ଶତାବ୍ଦୀ ବିହାର, ମାଳିସାହି ହେଉ କି ସାଲିଆ ସାହି, ସବୁଠି ମୁକୁଳା ପଡ଼ିଛି ଡ୍ରେନ୍। 2015ରୁ 2026 ମଧ୍ୟରେ ଗଲାଣି 7 ମୁଣ୍ଡ। ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବାକୁ ବାରମ୍ବାର ଦାବି ହେଉଥିବା ବେଳେ ବିଏମ୍ସିର ଚେତା ପଶୁନି। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।